ଏହି ଭିଡ଼ିଓରେ ମୋର ନିଜସ୍ୱ କୌଣସି ମତାମତ ନାହିଁ। ଏହି କାହାଣୀଟି ଆମ ପାଖକୁ ଆମର ଜଣେ ସବସ୍କ୍ରାଇବର ଭାଇ ପଠାଇଛନ୍ତି। ଯଦି କିଛି ତ୍ରୁଟି ଥାଏ ତାହେଲେ କ୍ଷମା କରିବେ। ତ ଚାଲନ୍ତୁ ଆମର ସବସ୍କ୍ରାଇବର ଭାଇ ପଠାଇଥିବା କାହାଣୀକୁ ମୁଁ ଆପଣଙ୍କୁ କହୁଛି। ଆଜିର କାହାଣୀରେ ମୁଁ ଆପଣମାନଙ୍କୁ କହିବି କି ମୁଁ କେମିତି ମୋ ମାଆକୁ ପ୍ଲାନ୍ କରିକି ଶାନ୍ତି କରୁଥିବା ସମୟରେ ବାପା ଦେଖିଦେଲେ ଆଉ ବାପାଙ୍କ ସହ ମିଶି ଆମେ ମାଆକୁ ଶାନ୍ତି କରିଲୁ। ଦୟାକରି କାହାଣୀକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିହାତି ଶୁଣନ୍ତୁ। ମୁଁ ଗ୍ୟାରେଣ୍ଟି ଦେଉଛି ଆଜି ଆପଣମାନଙ୍କୁ ମୁଁ ପୁରା ଗରମ କରିଦେବି। ତ ଚାଲନ୍ତୁ କାହାଣୀକୁ ଆରମ୍ଭ କରିବା। ମୋ ନାଁ ସୁବାସ। ମୁଁ ପିଲାଦିନୁ ହଷ୍ଟେଲରେ ରହି ପଢ଼ି ଆସିଛି। ହଷ୍ଟେଲ ବେଳେ ଝିଅଙ୍କୁ କରିବା ପାଇଁ ଚାନ୍ସ ମିଳିଯାଏ, କାରଣ ସେତେବେଳେ ହଷ୍ଟେଲ ଏତେ ଷ୍ଟ୍ରିକ୍ଟ ନଥାଏ। ସେହି ସମୟରେ ମୁଁ +2 ପାସ୍ କରି ସାରିଥାଏ। ମୁଁ ଆମ ହଷ୍ଟେଲର ସବୁଠୁ ବଡ଼ ମିଛୁଆ। ମୋ ଝିଅଙ୍କ ପାଖକୁ କରିବା ପାଇଁ ଯାଏ, କିନ୍ତୁ ମୁଁ ଜାଣେ ନାହିଁ ସେଠିକୁ ଗଲା ପରେ ମୋର କ'ଣ ହୁଏ। ସେମାନେ ମୋତେ ଶାନ୍ତି କରି ପକାନ୍ତି ଆଉ ମୁଁ ବାହାରେ ଆସି କହିଦିଏ ଯେ ମୁଁ ତାଙ୍କୁ ଶାନ୍ତି କରିଛି ବୋଲି। ସତ କହିବାକୁ ଗଲେ ମୁଁ ହଷ୍ଟେଲରେ ଥିବାବେଳେ କେବଳ ଗୋଟେ ଝିଅକୁ ଶାନ୍ତି କରିଛି। ତା ନାଁ ହେଉଛି ବର୍ଷା। ସେ ଆମ ହଷ୍ଟେଲରେ ସବୁଠୁ ବଡ଼ ଖରାପ ଝିଅ। ବାକି ଅନ୍ୟ ଝିଅମାନଙ୍କଠୁ ମୋତେ କେବେ ସୁଯୋଗ ମିଳିନାହିଁ, କିନ୍ତୁ ସମସ୍ତେ ଜାଣନ୍ତି ଯେ ମୁଁ ଅନେକ ଝିଅକୁ ଶାନ୍ତି କରିଛି ବୋଲି। ବର୍ଷାକୁ ଶାନ୍ତି କରିବା ପରଠୁ ମୋର ସେ ଜିନିଷ ପ୍ରତି ଉତ୍ସାହ ବଢ଼ିଯାଇଥାଏ। ମୋତେ ମୋ ବାପା ମାଆଙ୍କ ଠାରୁ ବହୁତ ଭଲ ପାଇବା ମିଳେ। ସେମାନେ ଦୁଇଜଣ ପ୍ରତିଦିନ ରାତିରେ ଶାନ୍ତି ହୁଅନ୍ତି। ତାଙ୍କ ଦୃଶ୍ୟକୁ ମୁଁ ଛୁପି ଛୁପି ଦେଖେ। ସେମାନେ ଦୁଇଜଣ ଶାନ୍ତି ହେଲା ସମୟରେ ମୁଁ ସବୁବେଳେ ମୋ ମାଆର ଗୋଲ ଗୋଲ ଜିନିଷକୁ ଦେଖେ, କାରଣ ମୋତେ ସେ ଜିନିଷ ବହୁତ ପସନ୍ଦ ଏବଂ ମୁଁ କେମିତି ମାଆକୁ ଶାନ୍ତି କରିବି ସେଇ କଥା ମୁଁ ସବୁବେଳେ ମନେ ମନେ ଭାବେ। ଯେତେବେଳେ ମୋ ବାପା ତାକୁ ଶାନ୍ତି କରନ୍ତି ମୋର ବି ମନ ହୁଏ ମୁଁ ବି ବାପାଙ୍କ ସହ ମିଶି ମାଆକୁ ଶାନ୍ତି କରନ୍ତି। ଗୋଟେ ଦିନ ମୁଁ ଲୁଚିକି ତାଙ୍କର ଖେଳ ଦେଖୁଥାଏ। ସେତେବେଳେ ମୁଁ ଶୁଣିଲି ମୋ ମାଆ ବାପାଙ୍କୁ କହୁଛି, ତୋ ପୁଅର ଯନ୍ତ୍ର ବି ବହୁତ ବଡ଼ ଆଉ ମୁଁ ବି ଚାହେଁ ଗୋଟେ ଦିନ ତାର ମୋତେ ମିଳିଯାଉ। ତାପରେ ବାପା କୁହନ୍ତି, ତୋତେ ତ ସାଙ୍ଗମାନେ ଶାନ୍ତି କରୁଛନ୍ତି, ତୁ ମୋ ପୁଅକୁ ଟିକେ ଦେଇଦେ। ସେ କଥା ଶୁଣିଲା ପରଠୁ ମୋ ହୃଦୟରେ ମାଆକୁ ଶାନ୍ତି କରିବାର ଇଚ୍ଛା ଆହୁରି ବଢ଼ିବାକୁ ଲାଗିଲା। ମୁଁ ତା ପରଦିନ ଏକ ପ୍ଲାନ୍ ବନେଇଲି ଆଉ ମୁଁ 4ଟା ବେଳେ ବସି ମାଆ ସହ ଚା ପିଉଥିଲି। ଆମେ ସାମ୍ନାସାମ୍ନି ବସିଥିଲୁ। ମୁଁ ଜାଣିଶୁଣି ଚା କପ୍କୁ ମୋ ହାତରୁ ଖସେଇଥିଲି। ଚା ଏମିତି ପଡ଼ିଲା ଯେ କିଛି ମୋ ଉପରେ ଆଉ କିଛି ମାଆର ଜିନିଷ ଉପରେ ପଡ଼ିଲା। ଆମ ଜିନିଷ ଉପରେ କପଡ଼ା ଥିବାରୁ କିଛି ହେଲା ନାହିଁ, କିନ୍ତୁ ଗରମ ଜିନିଷଟା ତେଣୁ ଟିକେ ପଡ଼ିଲା। ମୋ ମାଆ ତାର ପୋଡ଼ା ସହି ନପାରି ମୋତେ ଗାଳି କରିବାକୁ ଲାଗିଲା। ମୋ ମାଆ ମୁହଁରୁ ବାହାରିଗଲା, ଏବେ ତୋ ବାପା କ'ଣ ଶାନ୍ତି କରିବେ। ମୋତେ ମୌକା ମିଳିଗଲା କିଛି କହିବା ପାଇଁ। ମୋ ମାଆକୁ କହିଲି, ତାହେଲେ ମୁଁ ରାତିକୁ କିଛି ଦେଖିପାରିବି ନାହିଁ। ମାଆ କହିଲା, ତୁ କ'ଣ ମୋ ଜିନିଷ ଦେଖିଛୁ? ମୁଁ କହିଲି ହଁ। ତାପରେ ମାଆ କହିଲା, କେତେ ଦିନ ହେଲା ଏମିତି ଦେଖୁଛୁ? ମୁଁ କହିଲି, ତୁ କେବେଠୁ ଚାହୁଁଛୁ ମୁଁ ତୋତେ ଶାନ୍ତି କରେ ବୋଲି। ତାପରେ ମାଆ କହିଲା, ତୁ କ'ଣ କାଲି ଆମକୁ ଦେଖିଛୁ? ମୁଁ କହିଲି ହଁ। ତାପରେ ମାଆ କହିଲା, ତୁ କ'ଣ ଆମ କଥା ବି ଶୁଣିଦେଇଛୁ? ମୁଁ ହଁ କହିଲି। ମାଆ କହିଲା, ସବୁ କଥା? ମୁଁ କହିଲି ହଁ। ତାପରେ ମାଆ କହିଲା, ତୋ ବିଷୟରେ ଯାହା କହୁଥିଲୁ ସେ କଥା ବି? ମୁଁ କହିଲି ହଁ। ତାପରେ ମାଆ କହିଲା, ସେଥିପାଇଁ ତୁ ମୋ ଉପରେ ଚାହା ଢାଳିଲୁ ନା? ଆପଣମାନେ ଭାବୁଥିବେ ଚା ଢଳିଲା, ହେଲେ ବେଶୀ ସମୟ କ'ଣ ପାଇଁ ପଡ଼ିଲା ନାହିଁ? ଏଥିପାଇଁ କି ଚା ଟିକେ ଥଣ୍ଡା ଥିଲା। ତାପରେ ମାଆ କହିଲା, ତୁ ମୋ ସାମ୍ନାରେ ଏମିତି ବିନା ବସ୍ତ୍ରରେ ଠିଆ ହୋଇଥିବୁ ନା କିଛି ପିନ୍ଧିବୁ? ତାପରେ ମୁଁ ମାଆକୁ କହିଲି, ମୁଁ ଭାବୁଥିଲି ତୁ ମୋ ଉପରେ କ୍ରିମ୍ ଆଣି ଲଗେଇ ଦେବୁ ବୋଲି। ତାପରେ ମାଆ କହିଲା, ତୋତେ କ'ଣ ଏବେ ବି ପଡ଼ୁଛି? ମୁଁ କହିଲି ହଁ। ତାପରେ ମାଆ କହିଲା, ରହ ମୁଁ ଏବେ କ୍ରିମ୍ ନେଇକି ଆସୁଛି। ତାପରେ କିଛି ସମୟ ପରେ ମାଆ ବୋରଲି ନେଇ ଆସିଲା ଏବଂ ଲଗାଇବାକୁ ଲାଗିଲା। ତାପରେ ମାଆ କହିଲା, କେଉଁଠି ଲଗେଇବି? ମୁଁ କହିଲି, ଯେଉଁଠି ତୋ ଇଚ୍ଛା ହେବ। ତାପରେ ମାଆ କହିଲା, କେଉଁଠି ପଡ଼ୁଛି? ମୁଁ କହିଲି, ମୋର ଏଇଠି। ମାଆ କହିଲା, ତାର ପୋଡ଼ା କେବଳ ମୋ ଜିନିଷ ଥଣ୍ଡା କରିପାରିବ। ମାଆ ମୁହଁରେ କଥା ଶୁଣି ମୁଁ ମାଆକୁ କୁଣ୍ଢେଇ ପକାଇଲି ଏବଂ ମୋର ପୁରା କଠିନ ହୋଇଗଲା। ତାପରେ ମାଆ ମୋର ଧରି ତଳ ଉପରେ କରିବାକୁ ଲାଗିଲା ଆଉ ମୁଁ କିଛି ସମୟ ମଧ୍ୟରେ ଝଡ଼ିଗଲି। ମୁଁ କହିଲି, ମାଆ ଏହାକୁ ତ ମୁଁ ନିଜେ କରିପାରିବି, କିଛି ଏମିତି କର ଯାହା ମୁଁ ଏକୁଟିଆ କରିପାରିବି ନାହିଁ। ମାଆ କହିଲା, ଏବେ ତୋର ଶୋଇପଡ଼ିଲାଣି। ମୁଁ କହିଲି, ଏବେ କିଛି ସମୟ ପାଇଁ ଖାଇଦେ, ଦେଖିବୁ ତାପରେ କ'ଣ କମାଲ ହେଉଛି। ମାଆ କହିଲା, ଠିକ୍ ଅଛି ଦେଖିବା। ତାପରେ ମାଆ ମୋର ନେଇକି ଖାଇବାକୁ ଲାଗିଲା ଆଉ ମୋର ପୁଣି ଠିଆ ହେବାକୁ ଲାଗିଲା। ତାପରେ ମାଆ କହିଲା, ଚାଲ ଗୋଟେ କାମ କରିବା। ମୁଁ କହିଲି, ଆଜି ମୋର ଆଉ ତୋର ଯନ୍ତ୍ର ଯାହା କରିବାର ଅଛି କର। ତାପରେ ମାଆ କହିଲା, ମୁଁ ତୋର ଖାଉଛି ଆଉ ତୁ ମୋର ଜିନିଷକୁ ଖା। ପାଖାପାଖି 30 ମିନିଟ୍ ପର୍ଯ୍ୟନ୍ତ ଆମେ ଦୁଇଜଣ ଏମିତି ହେଲୁ। ଏଇ ଭିତରେ ମାଆ 3 ଥର ପାଣି ଛାଡ଼ିଥିଲା ଆଉ ମୁଁ ମାତ୍ର ଥରେ ଛାଡ଼ିଥିଲି। ତାପରେ ମାଆ ମୋର ନେଇକି ପୁଣି ଥରେ କଠିନ କରିଲା
ଏବଂ ମୁଁ ମା ଉପରେ ଚଢ଼ି ତାକୁ ଶାନ୍ତି କରିବାକୁ ଲାଗିଲି। ମୁଁ ଯେତେ ସ୍ପିଡ଼ରେ ଶାନ୍ତି କରୁଥିଲେ ବି ମା ଉପରେ କିଛି ପ୍ରଭାବ ପଡ଼ୁନଥାଏ। ଆଉ କିଛି ସମୟ ପରେ ମୁଁ ମଧ୍ୟ ଝଡ଼ିଗଲି। ଗୋଟେ ଘଣ୍ଟା ଭିତରେ ମୁଁ 3 ଥର ଓ ମା 5 ଥର ପାଣି ଛାଡ଼ି ଦେଇଥିଲା। ଆମେ ଥକି ଯାଇଥିଲୁ, ତେଣୁ ଆମେ ଶୋଇପଡ଼ିଲୁ। ଆମେ ଜାଣିପାରିଲୁ ନାହିଁ କେତେବେଳେ 6ଟା ବାଜିଗଲା। ଯେତେବେଳେ ଆଖି ଖୋଲିଲୁ ବାପା ଠିଆ ହୋଇଛନ୍ତି। ମୁଁ ପୁରା ଡରିଗଲି, କିନ୍ତୁ ମା କିଛି ନ କହି ସେମିତି ଶୋଇ ରହିଲା। ମୁଁ ମୋ କପଡ଼ା ପିନ୍ଧିବାକୁ ଲାଗିଲି। ବାପା କହିଲେ, ଏବେ କ'ଣ କପଡ଼ା ପିନ୍ଧୁଛୁ? ଏବେ ତ ଖେଳ ଆହୁରି ବାକି ଅଛି। ମୋ ବାପା କେଉଁ ଦଲାଲଠୁ କମ୍ ନଥିଲେ। ବାପା କହିଲେ, କେତେଥର ପାଣି ଛାଡ଼ିଲ? ମୁଁ ଡରି ଡରି କହିଲି, 4 ଥର ବାପା। ବାପାଙ୍କୁ ଶୁଭିଲା ନାହିଁ। ବାପା କହିଲେ, କାହିଁକି ଡରୁଛୁ? ଜୋରରେ କହ। କିନ୍ତୁ ସେତେବେଳେ ମୁଁ ଥକି ଯାଇଥିଲି, ତେଣୁ ମୁଁ କିଛି ନ କହି ପାରୁନଥାଏ। ମା କହିଲା 4 ଥର। ଆଉ ବାପା ମୋର ଦେଖି କହିଲେ, ଆରେ ତୋର ତ ବହୁତ ବଡ଼। ଏତିକି କହି ସେ ବି ତାଙ୍କର ଖୋଲିବାକୁ ଲାଗିଲେ। ଏବେ ବାପାଙ୍କର ପୁରା ଉଠି ସାରିଥାଏ। ମୁଁ ଦେଖିଲି ତାଙ୍କର ମୋ ଠାରୁ 1 ଇଞ୍ଚ ବଡ଼। ତାପରେ ବାପା ମାଆକୁ କହିଲେ, ତୋ ପୁଅ ତ ଏବେ ଯବାନ ହେଲାଣି। ଏବେ ଜଣାପଡ଼ିବ କିଏ ବେଶୀ ଶାନ୍ତି କରିପାରୁଛି। ତାପରେ ବାପା ଗୋଟିଏ ଗୋଲି ଖାଇଲେ। ଆଉ ଗୋଟେ ମୋତେ ଦେଇ କହିଲେ, ଏବେ କର। ମୁଁ ଯେମିତି ଗୋଲି ଖାଇଛି ମୋର ପୁରା ଠିଆ ହୋଇଗଲା। ତାଙ୍କର ବି ପୁରା ଠିଆ ହୋଇଗଲା। ମୁଁ ସମ୍ଭାଳି ପାରିଲି ନାହିଁ। ମୋ ମା ଉପରେ ଚଢ଼ିଗଲି ଏବଂ ତାକୁ ଶାନ୍ତି କରିବାକୁ ଲାଗିଲି। ମୁଁ ଏତେ ବ୍ୟସ୍ତ ହୋଇଗଲି ଯେ ମୁଁ ଜାଣିପାରିଲି ନାହିଁ କେତେବେଳେ ମୋ ବାପା ଖଟ ଉପରକୁ ଆସି ମୋ ପଛରେ ତାଙ୍କର ରଗଡ଼ୁଛନ୍ତି। ତାପରେ ମୁଁ କହିଲି, ବାପା ତୁମର ବହୁତ ବଡ଼, ମୋର ଫାଟିଯିବ। ବାପା କହିଲେ, ଆରେ କିଛି କଥା ନାହିଁ। ସେ ଔଷଧ ଦ୍ୱାରା ଦରଜ ବି କମିଯିବ ଏବଂ ମୁଁ ବି ବେଶୀ ପୂରେଇବି ନାହିଁ। ମୁଁ ରାଜି ହୋଇଗଲି। ଏହିପରି ଆମେ ଚେନ୍ କରି କାମ କରିଚାଲିଲୁ। ବାପା ତାଙ୍କର ଆଣି ମୋ ପଛରେ ରଗଡ଼ି ଅଚାନକ ଏକ ଧକ୍କା ଦେଲେ ଯେ ତାଙ୍କର ମୋ ପଛପଟେ 1 ଇଞ୍ଚ ପଶିଗଲା ଏବଂ ମୁଁ ଯନ୍ତ୍ରଣାରେ ମରିଯାଉଥାଏ। ମୋ ପଛରୁ ନାଲି ପାଣି ବି ବାହାରି ଆସିଲା, କାରଣ ମୁଁ କେବେ ବି ଏତେ ବଡ଼ ଲମ୍ବା ଓ ମୋଟା ଦେଖିନଥିଲି ଓ ପଛରେ କେବେ ନେଇନଥିଲି। ତାପରେ ବାପା ମୋତେ କହିଲେ, ଆରେ କାନ୍ଦୁଛୁ କ'ଣ ପାଇଁ? ହଉ ଛାଡ଼ି ଦେଉଛି, କହି ସେ ବାହାର କରିଦେଲେ। ତାପରେ ସେ କହିଲେ, ଯା ସଫା କରି ଆସିବୁ। ତାପରେ ମୁଁ ଚାଲିଗଲି ଏବଂ ମୋ ପଛକୁ ଧୋଇ ଆସିଲି। ଯେତେବେଳେ ମୁଁ ଫେରିଲି ଦେଖିଲି ମୋ ବାପା ମାଆକୁ ଶାନ୍ତି କରୁଥିଲେ। ତାପରେ ମୁଁ ଭାବିଲି, ଏଇଟା ହେଉଛି ଠିକ୍ ମୌକା ବଦଲା ନେବାର। ତାପରେ ମୁଁ ବି ବାପାଙ୍କୁ ଶାନ୍ତି କରିବାକୁ ଲାଗିଲି। ବାପା କହିଲେ, ଆଚ୍ଛା ବେଟା, ପ୍ରତିଶୋଧ ନେଉଛୁ? ତାପରେ ମୁଁ କହିଲି, ନା ବାପା, ମୁଁ ବି କିଛି କରିବି। ତାପରେ ମୁଁ ମୋ ବାପାଙ୍କୁ ଶାନ୍ତି କରିବାକୁ ଲାଗିଲି। ମୁଁ ତାଙ୍କ ପଛରେ ମୋର ନେଇକି 3 ଇଞ୍ଚ ପୂରେଇ ଦେଲି, କିନ୍ତୁ ତାଙ୍କର କିଛି ହେଲା ନାହିଁ। ତାପରେ ବାପା ମୋତେ କହିଲେ, ମୋର କିଛି ହେବ ନାହିଁ, କାରଣ ତୋ ମା ମୋ ପଛରେ ଆଗରୁ ଗାଜର ପୂରେଇକି କରେ। ତୁ ଚାଲିଆ, ତୋ ମା ଜିନିଷକୁ ମୁଁ ଶାନ୍ତି କରୁଛି, ଆଉ ତୁ ତା ପଛପଟେ କର। ଆଉ ମୁଁ ସେମିତି କରିବାକୁ ଲାଗିଲି। ଏହା ମୋତେ ଆହୁରି ଅଜବ ଲାଗୁଥିଲା, କାରଣ ମୋ ମା ଏବେ ମୋ ବାପାଙ୍କର ଓ ମୋର ଏକା ସାଙ୍ଗରେ ନେଉଥିଲା। ଆମେ ବାପ ପୁଅ 1 ଘଣ୍ଟା ପର୍ଯ୍ୟନ୍ତ ଝଡ଼ି ନଥିଲୁ, କିନ୍ତୁ ମୋ ମା ଏହା ଭିତରେ 2 ଥର ଝଡ଼ି ସାରିଥିଲା। ତାପରେ ଆମେ 2 ଜଣ 1 ଘଣ୍ଟା ପରେ ଝଡ଼ିକି ଶୋଇଗଲୁ, କିନ୍ତୁ ମୋ ମା ଏକା ସାଙ୍ଗରେ ଆମର ସାଉଁଳେଇକି ପୁଣି ଠିଆ କରିଦେଲା। ସେତେବେଳେ ମୁଁ ମୋର ଆଗପଟେ ଶାନ୍ତି କରିଲି, ଆଉ ବାପା ମାଆର ପଛପଟେ ଶାନ୍ତି କରିଲେ। ତାପରେ କିଛି ସମୟ ପରେ ବାପା ମାଆର ମୁହଁରେ ପୂରେଇ ଦେଲେ। ଆଉ 30 ମିନିଟ୍ ପରେ ମୁଁ ମା ଭିତରେ ଝଡ଼ିଗଲି ଏବଂ ବାପା ମାଆର ମୁହଁରେ ଝଡ଼ିଗଲେ। ସେ ପରଠାରୁ ଆମେ ମିଶିକି ବାପା, ପୁଅ, ମା ସ୍ୱର୍ଗ ସୁଖର ଆନନ୍ଦ ନେଉ। ଆଶା କରୁଛି ମୋର এই କାହାଣୀଟି ଆପଣମାନଙ୍କୁ ବହୁତ ଗରମ କରିଥିବ। ଯଦି ଗରମ କରିଛି ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ତଳେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ କେଉଁଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ଓ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ ଗରମାଗରମ କାହାଣୀ ମାଧ୍ୟମରେ। ଧନ୍ୟବାଦ।